ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 1, ପାଠ ସଂଖ୍ୟା 13, ଗୁଣନ ଓ ହରଣ। 1 ନମ୍ବର, ଉଦାହରଣ ଦେଖି ଶୂନ୍ୟସ୍ଥାନ ପୂରଣ କର। ଉଦାହରଣ: ଯୋଗ କଥା, ଗୁଣନ କଥା। 5 ଯୁକ୍ତ 5 ଯୁକ୍ତ 5, 5 ଗୁଣନ 3। 6 ଯୁକ୍ତ 6 ଯୁକ୍ତ 6 ଯୁକ୍ତ 6, 6 ଗୁଣନ 4। 7 ଯୁକ୍ତ 7 ଯୁକ୍ତ 7 ଯୁକ୍ତ 7 ଯୁକ୍ତ 7, 7 ଗୁଣନ 5। 8 ଯୁକ୍ତ 8 ଯୁକ୍ତ 8 ଯୁକ୍ତ 8 ଯୁକ୍ତ 8 ଯୁକ୍ତ 8, 8 ଗୁଣନ 6। 2 ନମ୍ବର, ଉଦାହରଣ ଦେଖି ଶୂନ୍ୟସ୍ଥାନ ପୂରଣ କର। 4 ଯୁକ୍ତ 4, 4 ଗୁଣନ 2। 5 ଯୁକ୍ତ 5 ଯୁକ୍ତ 5, 5 ଗୁଣନ 3। 8 ଯୁକ୍ତ 8 ଯୁକ୍ତ 8 ଯୁକ୍ତ 8, 8 ଗୁଣନ 4। 9 ଯୁକ୍ତ 9 ଯୁକ୍ତ 9 ଯୁକ୍ତ 9 ଯୁକ୍ତ 9, 9 ଗୁଣନ 5। 3 ନମ୍ବର, ଗୁଣନ କର। କ 65 ଗୁଣନ 6, 390। ଖ 135 ଗୁଣନ 5, 675। ଗ 546 ଗୁଣନ 7, 3822। ଘ 420 ଗୁଣନ 8, 3360। 4 ନମ୍ବର, ଉଦାହରଣ ଦେଖି ଶୂନ୍ୟସ୍ଥାନ ପୂରଣ କର। ଯେପରି 3 ଗୁଣନ 5 ସମାନ 5 ଗୁଣନ 3। ସେହିପରି 4 ଗୁଣନ 6, 6 ଗୁଣନ 4। 9 ଗୁଣନ 2, 2 ଗୁଣନ 9। 6 ଗୁଣନ 3, 3 ଗୁଣନ 6। 5 ଗୁଣନ 4, 4 ଗୁଣନ 5। 8 ଗୁଣନ 5, 5 ଗୁଣନ 8। 4 ନମ୍ବର, ଗୁଣନ ଖନ୍ଦାକୁ ମନେ ପକାଇ ଶୂନ୍ୟସ୍ଥାନ ପୂରଣ କର। 3 ଗୁଣନ 4, 12। 5 ଗୁଣନ 5, 25। 7 ଗୁଣନ 5, 35। 8 ଗୁଣନ 3, 24। 8 ଗୁଣନ 7, 56। 9 ଗୁଣନ 4, 36। 10 ଗୁଣନ 4, 40। 4 ଗୁଣନ 6, 24। 6 ଗୁଣନ 7, 42। 7 ଗୁଣନ 8, 56। 8 ଗୁଣନ 6, 48। 8 ଗୁଣନ 9, 72। 9 ଗୁଣନ 9, 81। 10 ଗୁଣନ 7, 70।